ଅତି ଶୀଘ୍ର ଆସୁଥିବା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ ଆମମାନଙ୍କୁ ତାଙ୍କ ବାକ୍ୟକୁ ବୁଝିବା ନିମନ୍ତେ ସକ୍ଷମ କରନ୍ତୁ, ଜ୍ଞାନ ଦିଅନ୍ତୁ, ସାହାଯ୍ୟ କରନ୍ତୁ। ପ୍ରେଷଙ୍କ ଲୋକମାନେ ବାଇବେଲ ସ୍ପଷ୍ଟ ଭାବରେ କୁହେ ଶେଷ ସମୟରେ ଅନେକ ଲୋକମାନେ ଭ୍ରାନ୍ତ ହେବେ। ଶେଷ ସମୟରେ ଅନେକ ଲୋକମାନେ ପତିତ ହେବେ, ପତନ ହେବେ, ପଛଘୁଞ୍ଚା ଦେବେ। ପ୍ରଭୁଙ୍କ ଈଶ୍ୱରଙ୍କର ନିଗୁଡ ତତ୍ତ୍ୱ ଶାସ୍ତ୍ର ସତ୍ୟ ବିଷୟକୁ ତ୍ୟାଗ କରିବେ। ଆଉ ସତ୍ୟ ବିଷୟ ନ ଜାଣିକି ଭ୍ରାନ୍ତ ହୋଇ ପଡ଼ିବେ। ସତ୍ୟ ବିଷୟ ନ ଜାଣିକି ଭ୍ରାନ୍ତର ଗର୍ତ୍ତରେ ଚାଲିଯିବେ। ଏହା ବାକ୍ୟ ସ୍ପଷ୍ଟ ଭାବେ କୁହେ ଶେଷ ସମୟରେ ଅନେକ ଖ୍ରୀଷ୍ଟିଆନ ମାନେ ହଉ, ମନୋନୀତ ଲୋକମାନେ ସୁଦ୍ଧା ଭ୍ରାନ୍ତ ହେବେ, ପତିତ ହେବେ, ପତନ ହେବେ। ଆଉ ନିଜର ଜୀବନରେ ସୃଷ୍ଟିକର୍ତ୍ତା, ଉଦ୍ଧାରକର୍ତ୍ତା, ପରିତ୍ରାଣକର୍ତ୍ତାଙ୍କ ଠାରୁ ଦୂରକୁ ଚାଲିଯିବେ। ଆଉ ନିଜର ସୁଖ ସୁବିଧା, ନିଜର ଅଭିଳାଷ, ନିଜର ଇଚ୍ଛା ମତ, ନିଜର ଜୀବନଶୈଳୀ ଯେମିତି ଇଚ୍ଛା ସେମାନଙ୍କୁ ସେମିତି ପ୍ରକାର ନାହିଁ କି ଜୀବନଯାପନ କାଟିବେ। କାରଣ ଶେଷ ସମୟରେ ଏହି ପ୍ରକାର ମୁହୂର୍ତ୍ତ ଆସିବ, ସମୟ ଆସିବ କି ଲୋକମାନେ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ପରିଚାଳିତ ହେବେ ନା, ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଜୀବନଯାପନ କାଟିବେ ନା, ଈଶ୍ୱରଙ୍କର ବାକ୍ୟ ଅନୁସାରେ ସଜାଡ଼ି ହେବେ ନା, ପ୍ରସ୍ତୁତ ହେବେ ନା, ଜାଗ୍ରତ ହେବେ ନାହିଁ। ଜଗତର ବାୟୁ, ଜଗତର ଅଭିଳାଷ, ଜଗତର ମାୟାର ଫାନ୍ଦର ଜାଳର ଚୁମୁକ ଯେପରି ସେମାନଙ୍କୁ ଟାଣି ନେଇକି ଜଗତରେ ବଞ୍ଚିବା ପାଇଁ ରାହା ଦେବ, ପଥ ଦେବେ, ସେହି ପ୍ରକାର ଜୀବନ କାଟିବେ। ଆଉ ଏହି ପ୍ରକାର ପତିତ ହେବେ, ବିନଷ୍ଟ ହେବେ। ଆର ବାକ୍ୟରେ ଲେଖାଯାଏ ପ୍ରଭୁକୁ ପାଇଥିବା ଲୋକମାନେ, ମନୋନୀତ ଲୋକମାନେ ସୁଦ୍ଧା ଭ୍ରାନ୍ତ ପଥକୁ ଯିବେ, ଭ୍ରାନ୍ତ କାମ କରିବେ, ଭ୍ରାନ୍ତିରେ ରହିବେ। ସତ୍ୟ ବିଷୟକୁ ନ ଜାଣି, ଗବେଷଣା ନ କରି, ଅନ୍ୱେଷଣ ନ କରି, ସତ୍ୟ ବିଷୟକୁ ଖୋଜାକି ବାହାର ନ କରି, ସତ୍ୟତାର ନିଗୂଢ଼ ଭିତରକୁ ଗଭୀରତାକୁ ନ ଜାଣି, ନ ଚିନି ଲୋକମାନେ ଜୀବନ ବିନାଶ ଆଡ଼କୁ, ପତନ ଆଡ଼କୁ ଅଗ୍ରଗତି ହେବେ। ଏଣୁ ଈଶ୍ୱରଙ୍କ ବାକ୍ୟରେ କ'ଣ କୁହେ? ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ ମାତ୍ୟୁ 24:4 ପ୍ରଭୁ ଗୋଟିଏ ବିଷୟ କହିଲେ, ଯୀଶୁଖ୍ରୀଷ୍ଟ, ଏଠାରେ ଏହି ପ୍ରକାର ଲେଖାଯାଏ, କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଲେଖାଗଲା ଖ୍ରୀଷ୍ଟଙ୍କ ନାମରେ ଅନେକ ଲୋକ ଆସିବେ ଆଉ ଅନେକଙ୍କୁ ଭ୍ରାନ୍ତ କରିବେ। ପ୍ରେଷଙ୍କ ଲୋକମାନେ ଆଜି ଦେଖନ୍ତୁ, ଖ୍ରୀଷ୍ଟିଆନ ଭିତରେ ଅନେକ ପ୍ରଭୁଙ୍କ ନାମ ଦ୍ୱାରା ବିଜନେସ୍ ଚାଲିଛି, ଅନେକ ପ୍ରଭୁଙ୍କ ନାମ ଦ୍ୱାରା ବ୍ୟବସାୟ କରୁଛନ୍ତି, ବିଭିନ୍ନ ପ୍ରକାର କାମ ଦେଖାଯାଉଛି ଯେ ଖ୍ରୀଷ୍ଟଙ୍କ ନାମ ନେଇକି ବିଜନେସ୍ ଚାଲିଛି। ପାପ କଲେ ବି ଚଳିବ। ଅନେକ ଦଳ ବାହାରିଲାଣି, ଅନେକ ମିଶନ ବାହାରିଲାଣି। ଅନେକ ଲୋକ କହୁଛନ୍ତି କ'ଣ ବୋଲିକି, ଯୀଶୁଖ୍ରୀଷ୍ଟ ଆମ ସମସ୍ତଙ୍କ ପାପ ପାଇଁ, ଆମ ସମସ୍ତଙ୍କ ଅପରାଧ ପାଇଁ ଥରେ କ୍ରୁଶରେ ହତ ହେଲେ, ଥରେ କ୍ରୁଶରେ ଜୀବନ ଦେଇ ଦେଇଅଛନ୍ତି, ବଳି ଦେଇଅଛନ୍ତି। ତାର ଆଉ ଦେବା ଦ୍ୱାରା ଆମ ପାପ କ୍ଷମା ପାଇଯାଇଅଛୁ। ଆଉ ଆମର ପାପ, ବର୍ତ୍ତମାନ ପାପ, ଭବିଷ୍ୟତର ପାପ ମଧ୍ୟ ଯେତେବେଳେ ଆମେ କରୁ ତା ପାପ ନୁହଁ। ଆପଣ ଯେଉଁ ଏମିତି କହନ୍ତି କି ପାପ କଲେ ମଧ୍ୟ, ଅପରାଧ କଲେ ମଧ୍ୟ, ଭୁଲ କଲେ ମଧ୍ୟ ଦଣ୍ଡ ନାହିଁ, କାରଣ ଆମ ପାପ ପାଇଁ ସେ ମରିଅଛନ୍ତି। ତାର ଅର୍ଥ ଯେତେ ପାପ କଲେ ସୁଦ୍ଧା, ଯେତେ ଅପରାଧ କଲେ ସୁଦ୍ଧା, ଦୁଷ୍କର୍ମ କଲେ, ବ୍ୟଭିଚାର କଲେ, ଅନ୍ୟାୟ କଲେ ମଧ୍ୟ ଆଉ ପୁଣି ଦଣ୍ଡ ନାହିଁ, କାରଣ ପ୍ରଭୁ କ୍ରୁଶରେ ମରିଅଛନ୍ତି। ତେଣୁ ସେ ମରିଅଛନ୍ତି ବୋଲି ଆମେ ସ୍ୱ ଇଚ୍ଛାରେ ଆମେ ପାପ କଲେ ମଧ୍ୟ ତା ଭୁଲ ନୁହଁ। ପୁଣି ଏହି ପ୍ରକାର ଭ୍ରାନ୍ତ ଶିକ୍ଷା, ଏହି ପ୍ରକାର ଭ୍ରାନ୍ତିଜନକ ଲୋକମାନେ ଖ୍ରୀଷ୍ଟଙ୍କ ନାମ ଦ୍ୱାରା ବାହାରି ଅଛନ୍ତି ଆଉ ପ୍ରଚାର କରୁଅଛନ୍ତି, କହୁଅଛନ୍ତି। ମୁଁ କହିବା ପାଇଁ ଚାହେଁ ଖ୍ରୀଷ୍ଟଙ୍କ ଲୋକମାନେ, ଏହି ସମସ୍ତ ବିଷୟ ଆଜି ଅନେକ ଲୋକଙ୍କ ଜୀବନକୁ ନଷ୍ଟ ଭ୍ରଷ୍ଟ କରୁଛି। ଆଉ ଏ ଭ୍ରାନ୍ତ ଶିକ୍ଷା, ଏ ଭ୍ରାନ୍ତ ବିଷୟ ଦ୍ୱାରା ଲୋକମାନେ ଆଜି କ'ଣ ହେଇଯାଉଛନ୍ତି? ଭ୍ରାନ୍ତିରେ ପଡ଼ିଯାଉଛନ୍ତି, ପ୍ରଭୁଙ୍କ ଠାରୁ ଦୂରକୁ ଚାଲି ଯାଉଛନ୍ତି। ଶେଷ କାଳରେ ମନୋନୀତ ଲୋକମାନେ ସୁଦ୍ଧା ଭ୍ରାନ୍ତ ହେବେ। କାହିଁକି ଭ୍ରାନ୍ତ ହେବ? ବାଇବେଲର ଜ୍ଞାନ ଅଭାବ, ବାଇବେଲର ଶିକ୍ଷା ଅଭାବ, ଅର୍ଥାତ୍ ଈଶ୍ୱରଙ୍କର ଶାସ୍ତ୍ରକୁ ଆମେ ଗଭୀର ଭାବରେ ଦେଖୁନୁ। ଈଶ୍ୱରଙ୍କର ଶାସ୍ତ୍ରରେ ଏହା ଲେଖା ଅଛି କି? ପବିତ୍ର ବାଇବେଲରେ ଏହା ପ୍ରମାଣ କି? ଆମେ ପବିତ୍ର ବାଇବେଲର ଜ୍ଞାନର ଅଭାବ ଅଟୁ। ଏଣୁକରି
भ्रांतर पड़ते प्रेसुंक लोक मैंने ईश्वर वाक्य यही प्रकार कहे आ तथापि जदि आम देखा भ्रांति शिक्षा देवाई गोटे विषय भ्रांत शिक्षा देवाई चर्च भीतर को जीवापा चर्च भीतर को पशिबा दरकार न भ्रांत शिक्षा देवाई अनेक माध्यम आज अनेक माध्यम बाहर लोक मैंने बाहर करुँच लोक मैंने भ्रांत शिक्षार अनेक माध्यम दे कहते आज जूम मीटिंग जूम रे आपण भ्रांत शिक्षार शुणी पारिबे यूट्यूब रे शुणी पारिबे ए जूम यूट्यूब ए समस्त विषय माध्यम द्वारा नाक भ्रांत शिक्षा बाहरी जाइए अनेक लोक तो ग्राम ग्राम घरे घरे मध्य जाहिकी भ्रांत शिक्षा देउछन्ति आउ एही लोक माने भ्रांत शिक्षा को शुणिकी मनोनीत लोक सुधा कौन होउछन्ति आकृष्ट हेउछन्ति मु कहिबार अर्थ या शिक्षा शुणन्तु जूम मीटिंग वाक्य शुणन्तु यूट्यूब रे शुणन्तु शुणन्तु शुणिबा किछि भूल न शुणन्तु किंतु ताहा परीक्षा करंतु ता बाइबल धारा अनुसार बाइबल अनुसार ठीक अछि कि थरे परीक्षा नियंतु थरे परीक्षा करंतु प्रेसुंक लोक माने काहे मैं कहूछि आज यीशु को नाम रे भ्रांत शिक्षा बाहर लाणी ख्रीष्ट को नाम रे भ्रांत शिक्षा बाहर लाणी एने तो प्रेरित पाळ गुटी विषय कहलो कोरिन्थीय पुस्तक रे अनेक लोक अछन्ति समस्ते प्रचार करुथिबा लोक प्रचारक न समस्ते प्रोफेसाय करुथिबा लोक प्रोफेसायता न अनेक परभाषा कहबा लोक ता प्रकृत परभाषा न अनेक सुस्थ कहबा विषय ता प्रकृत सुस्थता न बाइबल ए प्रकार गोटे विषय को प्रेरित पाळ जदि हम देखिबा प्रथम कोरिन्थीय रे लिखा जायछि प्रेरित पाळ गोटे विषय कहंती प्रथम कोरिन्थीय 12 अध्याय तैर 29 पद आ 30 पद रे प्रकार बधि लिखा जाय मैं पाठ करूछि एठारे प्रेज हालेलुया प्रेज गॉड हालेलुया एठारे यही प्रकार लिखा जाए समस्त के प्रेरित समस्त के भाववादी समस्त की शिक्षक समस्त के शक्तिर कार्य साधक समस्त के आरोग्य करिवार शक्ति पाइछन्ति समस्त के पर भाषा कथा कहते समस्त के भाषार अर्थ करते प्रयोजक लोक माने मु कहिबा पाई चाहे एठारे समस्ते प्रेरित नुहंती समस्ते भाववादी नुहंती समस्त प्रचारक नुहंती समस्त पास्टर नुहंती कि समस्त मध्य विश्वासी नुहंती अनेक भ्रांत लोक अछंती ओरिजिनल जदि अछि डुप्लिकेट मध्य अछि आज एही प्रकार डुप्लिकेट लोक माने भ्रांत शिक्षा दे अनेकक जीवन को कोन करूछंती नष्ट करूछंती एणुकर मु कहिबा पाई चाहे शेष समय अधिक भ्रांत शिक्षा वृद्धि हेबो अधिक एही प्रकार बिजनेस रो काम चलिबो एने बाइबल को प्रथम रे प्राधान्य दियंतु बाइबल रो गभीरता को जानंतु आ बाइबल रो प्रकृत सत्य विषय को धरिकी रखंतु ताहले आपण बाइबल रो ज्ञान आ बाइबल रो प्रकृत गभीरता सत्य विषय आपण को पाखरे जदि अछि आपण जानि चंती ताहले आपण भ्रांति हेई पारिबे नै आपण मनोनीत लोक मानक लिस्ट रे नै कि थाई करी आपण भ्रांत हेई पारिबे नै एने मु कहिबार अर्थ एहा अटे शेष समय अनेक लोक भ्रांति जनक शिक्षा नहीं आसबे भ्रांत शिक्षा करेंगे आपण गोटे पाठ को गोटे सब्जेक्ट को जदि 4 जन 5 जन को द्वारा शिक्षा लाभ करेंगे ताहले ए 4 जन 5 जन को शिक्षा एका दिग को जाई पारे नहीं समस्ते गोटे 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 दिग नहीं कि कहिबे गोटे गोटे उदाहरण नहीं कि कहिबे को उदाहरण को धरिबे को शिक्षा को धरिबे से गोटे पाठ गोटे सब्जेक्ट रे आ को विषय को आपण प्रकृत विषय धरि रखिबे आपण कारी प्रचार को सुनिक धरंतु को न धरंतु पास्टर विषय प्रचार को धरिक शुणंतु को न शुणंतु किंतु प्रथम रे मैं कहबा पाई चाहे आपण कार शिक्षा को आपण ग्रहण करंतु को न करंतु किंतु प्रथम रे एही बाइबल रो सत्य शिक्षा को आपण धरिक रखंतु ग्रहण करंतु एहा ही कहबार अर्थ कारण शेष समय रे अनेक लोक माने भ्रांत रे पड़िबे आपण ए समस्त विषय ठार निज को रक्षा करिक रखंतु निज को सत्य विषय को धरी रखंतु से सत्य तुमको निश्चित भाव रे ए भ्रांत शिक्षा ए अबाट विषय ठार आपण को मुक्त करिवो सत्य विषय निश्चित भाव रे आपण ईश्वरकर वाक्यर से सत्यतार
ପଥରେ ଚାଲିପାରିବେ। ଏଣୁ ଆସୁ ପ୍ରଭୁ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ ପ୍ରଦାନ କରନ୍ତୁ। ଗଡ୍ ବ୍ଲେସ୍ ୟୁ। ଆମେନ୍।